Deputy Superintendent Excise, PI and EB Unit, Berhampur. Actually ଆମର ଏବେ ଆମର ଏକ୍ସାଇଜ କମିଶନର ମ୍ୟାଡାମଙ୍କର ଡାଇରେକ୍ସନରେ ସ୍ପେଶିଆଲ ଡ୍ରାଇଭ୍ ଚାଲିଛି ଥ୍ରୁ ଆଉଟ୍ ଓଡ଼ିଶା 21 ଅଗଷ୍ଟରୁ 20 ସେପ୍ଟେମ୍ବର ପର୍ଯ୍ୟନ୍ତ। ତେଣୁ ସେଇ ପରିପ୍ରେକ୍ଷୀରେ ଆମର ରେଗୁଲାର ଯୋଉ ବ୍ଲକିଂ ଚେକିଂ କରୁଥିଲୁ ଆମର ବ୍ରହ୍ମପୁର ଫାଷ୍ଟ ଗେଟ୍ ପାଖାପାଖି, ତ ଏଇ ଗାଡ଼ିକୁ ଗୋଟେ ଫାଷ୍ଟ ଡିଟେନ୍ କଲୁ ଆମର ଯୋଉ ଭେନୁ ଗାଡ଼ିଟା। ତ ସେଥିରେ ତାଙ୍କର ଗତିବିଧିର ଟିକେ ଡାଉଟ୍ ଚେକ୍ କରିବାକୁ ଆମର ଦୁଇଟା ଟିମ୍ କରାହେଇଥିଲା। ଗୋଟେ ଟିମ୍ ଚେକ୍ କଲା ବେଳକୁ ସେଥିରୁ ବାହାରିଲା 2 ଜଣ ନୟାଗଡ଼ର ପିଲା ଥିଲେ। ତାଙ୍କ ପାଖରୁ ଆମେ 100 କୁଇଣ୍ଟାଲ 20 କିଲୋ ଗଞ୍ଜେଇ ଆଉ 2ଟା ମୋବାଇଲ ଫୋନ୍ ସିଜ୍ କରିଛୁ, 2 ଜଣଙ୍କୁ ଆରେଷ୍ଟ କରିଛୁ। ଆଉ ତାପରେ ଆମର ସେଇ ପାଖାପାଖି ଗୋଟେ ଟିମ୍ ଅଟନଗର ପାଖରେ ଚେକିଂ କଲାବେଳେ ସେଠୁ ଗୋଟେ ଟିମ୍ ଥିଲା, ସେଠି ଗୋଟେ କନ୍ଧମାଳର ଗୋଟେ ପିଲା ଆମର ଯୋଉ ହୁଣ୍ଡା ସିଟି ଗାଡ଼ିଟା ସେଥିରୁ 75 କିଲୋ ଜବତ ହେଇଛି, ଜଣେ ଆରେଷ୍ଟ ହେଇଛି, ଗୋଟେ ମୋବାଇଲ ଜବତ ହେଇଛି। ଏମାନେ ପୁରୁଣା ଯୋଉ କନ୍ଧମାଳର ଯୋଉ ପିଲାଟା ଅଛି ସିଏ ସ୍ୱୀକାର କରିଛି ସେ କନ୍ଧମାଳରେ ଗୋଟେ ଥର ଆରେଷ୍ଟ ହେଇଛି ଆଗରୁ ବୋଲି। ଆଉ ଏଇ ନୟାଗଡ଼ ପିଲା ଯୋଉ 2 ଜଣ ସେମାନେ ସ୍ୱୀକାର କରିଛନ୍ତି ସେମାନେ ଜଣେ ପେଟ୍ରୋଲ ଟ୍ୟାଙ୍କରେ କାମ କରୁଛି ଭୁବନେଶ୍ୱର କୋଉ ଗୋଟେ ପେଟ୍ରୋଲ ଟ୍ୟାଙ୍କରେ, ଆଉ ଜଣେ ନୟାଗଡ଼ରେ ଯୋଉ ଭୁବନେଶ୍ୱରରେ କାମ କରୁଛି। ସେମାନେ ତାଙ୍କ ମାଲିକ ପଠେଇଥିଲା, ତ ସେ ଆମକୁ ଡିଟେଲ ଦେଇଛି, ମୁଁ ସେଇଟା ଓପନ କରୁନି। ତ ତା ପାଖରେ ବି ଆମେ ପହଞ୍ଚିବୁ। ବାକି ମାଲିକ ଗଞ୍ଜେଇ ପାଇଁ ପଠେଇଥିଲା ବୋଲି ସେମାନେ ସ୍ୱୀକାର କରିଛନ୍ତି। ଏଇଟା ତ ଭେରିଫାଇ କଲେ ଜଣା ପଡିବ। ତ ମାଲିକର ଫୋନ୍ ସୁଇଚ୍ ଅଫ୍ ଅଛି, ତ ତାକୁ ସେ ଯୋଉଠି ଅଛି ଆମେ ତାକୁ କାଢିଛୁ, କିଛି ଲିଙ୍କ କାଢିଛୁ। ଆଉ ଜଷ୍ଟ ରିଗାର୍ଡିଂ ଯୋଉ କନ୍ଧମାଳ ପିଲାଟା ଧରା ପଡିଛି ସିଏ ସ୍ୱୀକାର କରିଛି ସେ ଯୋଉ ସବୁ ଗାଁରେ ଯୋଉ ଗଞ୍ଜେଇ କଲେକ୍ସନ କରିକି ସିଏ କିଣିକିରି ଆଣିଛି, ନେଉଥିଲା ଭୁବନେଶ୍ୱର ଗୋଟେ ପାର୍ଟିକି ଦେବା ପାଇଁ। ଯୋଉ ପାର୍ଟିକି ଦେଇଥାନ୍ତା ସେ ବି ସ୍ୱୀକାର କରିଛି କାହାକୁ ଦେଇଥାନ୍ତା, ତାକୁ ବି ଆମେ ଓପନ କରୁନୁ ଇନଭେଷ୍ଟିଗେସନ ପାଇଁ। ତାର ମଧ୍ୟ ଆମେ ଡିଟେଲ କାଢିଛୁ। ଏ ମୋବାଇଲ ଫୋନ୍ ଯୋଉ 3ଟା ସିଜ୍ କରିଛୁ ସେଥିରୁ କିଛି ଲିଙ୍କ ମିଳିଛି। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ କତିରେ ଆମେ ପହଞ୍ଚିବୁ। କେତେ କଣ ସାର୍ ଗଞ୍ଜେଇ ଗୁଡ଼ିକର ମୂଲ୍ୟ କେତେ ହେଇଥାନ୍ତା? ଏଇଟା ଗାଡ଼ି ଦୁଇଟାର ମୂଲ୍ୟ ମିନିମମ୍ ଗୋଟେ ପାଖାପାଖି 20 ଲକ୍ଷ ହବ, ଆଉ ଗଞ୍ଜେଇର ମୂଲ୍ୟ ବି ପାଖାପାଖି 20 ଲକ୍ଷ। ଟୋଟାଲ ପାଖାପାଖି ମାନେ ମୋବାଇଲ ଫୋବାଇଲ ମିଶି ଗୋଟେ 42 ଲାକ୍ସ ହବ।